ଚତୁର୍ଥ ଗଳ୍ପ ମଲା ଗଛର ଛାଇ। ଶାଶ୍ୱତ ୟୁନିଭର୍ସିଟିର ଜଣେ ପ୍ରତିଭାବାନ ଛାତ୍ର। ସେ ଯେ ଦିନେ ଏହାର ନାମ ରଖିବ, ଏହା ଥିଲା ଅଧ୍ୟାପକମାନଙ୍କର ଦୃଢ଼ ବିଶ୍ୱାସ। ଶାଶ୍ୱତ ମଧ୍ୟ ନିଜ ଉପରେ ଗଭୀର ଆସ୍ଥା ରଖିଥାଏ। ସେ ନିଶ୍ଚୟ ନିଜ ପିତାମାତାଙ୍କର ସୁଯୋଗ୍ୟ ସନ୍ତାନ ରୂପେ ପରିଚିତ ହେବ। କିନ୍ତୁ ଭାଗ୍ୟଚକ୍ରରେ ଗୋଟିଏ ବିଷମ ପରିବର୍ତ୍ତନ ସୃଷ୍ଟି ହୁଏ। ଶେଷ ବର୍ଷର ଶେଷ ପରୀକ୍ଷା ପୂର୍ବରୁ ସେ ଗୃହତ୍ୟାଗ କରି କେଉଁଆଡ଼େ ଚାଲିଯାଏ। ମିଳେନି ତାହାର ସନ୍ଧାନ। ଦିନ ପରେ ଦିନ ବିତିଯାଏ। ଆଖି ଲୁହ ଓଠରେ ପିଇ ପିତାମାତା ଅପେକ୍ଷା କରିଥାନ୍ତି ତା'ର ଫେରିବା ବାଟକୁ। ସମ୍ଭବ ହୁଏନି। ଗୋଟିଏ ନିପଟ ମଫସଲ ଗାଁର ଦୋଳବେଦୀ ବଉଳ ଗଛ ତଳେ ଆଶ୍ରୟ ନିଏ ଶାଶ୍ୱତ। ସକାଳୁ ସଞ୍ଜ ଯାଏ ବୁଲେ ଗାଁ ସାରା। ରାତି ହେଲେ ଏଇ ଗଛ ତଳ ଚାନ୍ଦିନୀରେ ଶୋଇପଡ଼େ। ଯିଏ ଯାହା ଦିଅନ୍ତି ଖାଇ ସେ ସେତିକିରେ ଖୁସି ହୁଏ। ଖରା ବର୍ଷା ଶୀତ କାକରକୁ ତା'ର ଡର ନଥାଏ। ଟାଇଁ ଟାଇଁ ଖରା, ଢୋ ଢୋ ବର୍ଷା, ଦିହଥରା ଶୀତ କ'ଣ ସେ ବୁଝିପାରେନି। ବଉଳ ଗଛ ତା' ପାଇଁ ଶ୍ରେଷ୍ଠ ଆଶ୍ରୟସ୍ଥଳ ପାଲଟି ଯାଇଥାଏ। ଖରା ବର୍ଷାରେ କେହି ଯଦି ତାକୁ ନିଜ ପିଣ୍ଡାକୁ ଡାକେ ସେ କିଛି ଶୁଣେନି। ବଉଳ ଗଛକୁ ଛାଡ଼ି ଯିବାକୁ ଇଚ୍ଛା କରେନି। ସମୟ ଆସେ, ବଉଳ ଗଛଟି ମରିଯାଏ। ମଲା ଗଛକୁ ଶାଶ୍ୱତ କେବେ ଚାହେଁନି। ସେ ଜାଣିପାରେନି ଯେ ତା' ପାଇଁ ଗଛର ଛାଇ ଆଉ ନାହିଁ। କାହା ଘରେ କ'ଣ ଦି'ଟା ଖାଇଦେଇ ଆସି ସେହି ଗଛମୂଳ ଚାନ୍ଦିନୀରେ ଶୋଇପଡ଼େ। ଘଡ଼ଘଡ଼ି ବର୍ଷାରେ ଭିଜୁଥାଏ। ଟାଇଁ ଟାଇଁ ଖରାରେ ସିଝୁଥାଏ। ହାଡ଼ଭଙ୍ଗା ଶୀତରେ ଥରୁଥାଏ। ପାଗଳ ମଣିଷ କ'ଣ ବୁଝିବ? ମଲା ଗଛ ଛାଇ ତାକୁ କିଛି ଫରକ ପଡ଼େନି। ସିଏ ତା' ପାଇଁ ଗୋଟିଏ ଗହଳ ପତ୍ରଭରା ବଉଳ ଗଛ। କ'ଣ ଭାବେ କେଜାଣି? ବେଳେ ବେଳେ ଚଟାଣକୁ ଅନେଇ ଖାଲି ହସୁଥାଏ। ଏଇ ତ ଗୋଟେ ପାଗଳର ଜୀବନ। ମଲା ଗଛର ଛାଇକୁ ସେ ଗୋଟେ ସ୍ୱର୍ଗ ଭଳି ମନେକରେ ଏବଂ ସେହି ସ୍ୱର୍ଗରେ ଥାଇ ସେ ସାରା ଜୀବନ ବିତେଇବା ପାଇଁ ମଧ୍ୟ କଳ୍ପନା କରିଥାଏ। କିଛି ଦିନ ପରେ ଶାଶ୍ୱତର ଜୀବନ ଯେପରି ଲିଭିଯାଏ। ସେହି ମଲା ଗଛର ଛାଇ ତଳେ ଚାନ୍ଦିନୀରେ ପଡ଼ି ରହିଥାଏ ତା'ର ଶବ। ଗାଁ ସାରା ଲୋକ ରୁଣ୍ଡ ହୋଇଯାଆନ୍ତି ଏବଂ ଏହି ବିଚିତ୍ର ସଂଯୋଗକୁ ଦେଖି ସେମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରକାଶ କରନ୍ତି। ବାସ୍ତବରେ ବଉଳ ଗଛ ମରିଗଲା ଏବଂ ଶାଶ୍ୱତ ମଧ୍ୟ ଚିରଦିନ ପାଇଁ ଏଠୁ ଚାଲିଗଲା। ଗୋଟିଏ ମଲା ଗଛର ଛାଇ ଏବଂ ଗୋଟିଏ ପାଗଳ ମଣିଷର ଛାଇ ମଧ୍ୟରେ ଥିବା ସଂଯୋଗ ଖୁବ୍ ସୁନ୍ଦର। ଏ ଗାଁରେ ଗୋଟିଏ କାହାଣୀ ହୋଇ ରହିଗଲା।